କରିବିନି ସାଙ୍ଗ ଜଣେ କହିଲି କ'ଣ ଭିଡ଼ିଓ ଛାଡ଼ି ଦେଇଛୁ ଯେ ଗୋଟେ ଦେଖିଲା ବେଳକୁ କହିଲୁ କହିବୁ ବୋଲି କ'ଣ ଅଧା ଭିଡ଼ିଓ କରି ରଖିଦେଇଛୁ। କହିଲି କ'ଣଟା ଅଧା ଭିଡ଼ିଓ କ'ଣଟା କହିଲି ଆଉ ଅଧା ଭିଡ଼ିଓ କରୁନୁ ତୁ ସେଦିନ କହିଲୁ ଜଣେଇବୁ ବୋଲି ତାପରଦିନ କ'ଣ ସବୁ ଭିଡ଼ିଓ ଛାଡ଼ୁଛି ଏମିତି ସେମିତିକା। ମୁଁ କହିଲି ହଉ ଠିକ୍ ଅଛି ଆଉ। ନମସ୍କାର, ଶୁଭଶ୍ରୀ ବ୍ଲଗ୍ ମୁଁ ଆପଣମାନଙ୍କୁ ସ୍ୱାଗତ କରୁଛି। ଆପଣମାନେ ମିନି ବ୍ଲଗ୍ରେ ମୁଁ ଆପଣମାନଙ୍କୁ ଜଣାଇଥିଲି ମଙ୍ଗଳ ମାଙ୍କ କତିକି ଯାଇଥିଲୁ। ତାପରେ ମୁଁ କହିଥିଲି ଆପଣମାନଙ୍କୁ କ'ଣ ପାଇଁ ଆମେ ଯାଇଥିଲୁ ବୋଲି। ଆପଣଙ୍କୁ ଜଣାଇବି ଆଜି କ'ଣ ପାଇଁ ଆମେ ଯାଇଥିଲୁ। ତାପରେ ଆମେ ଆଜି ହେଲା ଧନ ଆଜି ନାହିଁ ଯାଇଛି ତା ଜେଜେମାଙ୍କ କତିକି। ଆଜି ଟିକେ ଫ୍ରି ଥିଲା ଭାବିଲି ଆଜି ଭିଡ଼ିଓଟା କରିବି। ତାପରେ ସିଆଡ଼ୁ ଯେଉଁ ଖରାରୁ ଆସିକି ଧନ 2 ଦିନ ପୁରା ତା'ର ଦେହ ଖରାପ ଅବଶ୍ୟ ନୁହେଁ, ତଥାପି ସେ ଖାଇବା ଟିକେ ଠିକ୍ ସେ କଲାନି, ସେଥିପାଇଁ ଭିଡ଼ିଓଟି ଅପଲୋଡ଼ କରିଥିଲିନି। ଭାବିଲି ଆଜି ଆପଣଙ୍କୁ ସେୟାର କରିବି। ଆଉ ମଙ୍ଗଳା ମାଙ୍କ କତିକି କ'ଣ ଟାଇମ୍ ଯାଇଥିଲୁ କାକଟପୁର ମଙ୍ଗଳା କେତେ ବାଟ ବାଇକ୍ ନେଇକି ଛୋଟ ପିଲାକୁ ନେଇକି। ଆଉ ତାପରେ ବସ୍ରେ ଯିବାକୁ ବସ୍ରେ ମୋର ତ ବାନ୍ତି ହୁଏ, ବସ୍ରେ ବସିଲା ମାତ୍ରେ ମୋର ପୁରା ବାନ୍ତି ଯାଇ ବହୁତ ବାନ୍ତି ହୁଏ। ସେଇଥିପାଇଁ ଆମେ ବାଇକ୍ରେ ଭାବିଥିଲୁ ଯିବୁ ବୋଲି। ବସ୍ରେ ବସିଲେ ତ ତା ବାଇକ୍ରେ ଯାଇଛି। ବାଇକ୍ରେ ବହୁତ ବାଟ ଭୁବନେଶ୍ୱରରୁ ବହୁତ ବାଟ ହେଇଯାଉଛି। ସେ କହୁଥିଲେ 80 କିଲୋମିଟର ହେବ ବୋଧେ, ମୁଁ ଜାଣିନି ଠିକ୍ ସେ କହୁଥିଲେ 80 କିଲୋମିଟର ହେବ ବୋଧେ। 80 କିଲୋମିଟର ପାଗଟା ବହୁତ ଭଲ ଥିଲା, ତା ପୂର୍ବରୁ ବର୍ଷା ହେଇଥିଲା ନା, ସେଇଥିପାଇଁ ଖରା ହେଉଥିଲା କିନ୍ତୁ ଏତେ ଖରାପ ଥିଲାନି ପାଗ। ଗୁଳୁଗୁଳି ହେଉଥିଲା, ଖରା ବି ହେଉଥିଲା, ତଥାପି ଥଣ୍ଡା ଥଣ୍ଡା ଲାଗୁଥିଲା। ବାଇକ୍ରେ ବି ତ ଆପଣମାନେ ଜାଣିଥିବେ ଯେମିତିକା ଏ ଯେଉଁ ଇଏ ହେବନି ଗରମଟା ଏତେ ଗୁଳୁଗୁଳିଟା ଜଣାପଡ଼ୁନି, କିନ୍ତୁ ବାଇକ୍ରେ ଯେତେବେଳେ ରହିଯିବ ସେଇଠୁ ଗରମ ଗୁଳୁଗୁଳି ହେଇଯିବ। ଯାହା ବି ଆମେ ଏଠୁ ବାହାରିଥିଲୁ ସକାଳ 8ଟାରେ ବୋଧେ, 8ଟାରେ ବାହାରିଥିଲୁ। ଆମେ ପହଞ୍ଚିଲୁ 11:30 ଖଣ୍ଡେ। ପହଡ଼ ପଡ଼ିନଥିଲା ମାଙ୍କ ଦୟାରୁ। ମୁଁ ଖାଲି ମାଙ୍କୁ ଡାକୁଥାଏ ଯେ ପହଡ଼ ଯଦି ପଡ଼ିଯିବ ପୁଣି ଏତେ ବାଟ ଯାଇଛୁ ଛୋଟ ପିଲାକୁ ନେଇକି ଫେରି ରାତି ହେଇଯିବ କେତେବେଳେ କ'ଣ ହେବ। ଯାହା ମାଆର ଅଶେଷ କୃପା ପହଡ଼ ପଡ଼ିଥିଲାନି, ମାନେ ପୂଜା ବି ହେଉଥିଲା, ବହୁତ ଲୋକ ଥିଲେ। କାହିଁକିନା ପ୍ରଥମ ମଙ୍ଗଳବାର ନା, ଚୈତ୍ର ମାସର ପ୍ରଥମ ମଙ୍ଗଳବାର, ସେଦିନ ବି ହୋଲି ଥିଲା ନା, ସେଦିନ ବାହାରିଥିଲି। କାହିଁକିନା ଏଙ୍କର ଛୁଟି ଥିଲା ନା ସେ ହୋଲି ଦିନ, ଆଉ ତ ଛୁଟି ନାହିଁ ଆପଣମାନେ ଜାଣିଥିବେ ଯେମିତିକା ପ୍ରାଇଭେଟ୍ ଜବ୍ ବୋଲି ଛୁଟି ବହୁତ ଇଏ। ମଙ୍ଗଳବାର ଥିଲା ପ୍ରଥମ ମଙ୍ଗଳବାର, ଏମିତିରେ ବି ପଣା ଢଳା ହୁଏ ମଙ୍ଗଳବାର ଦିନ। ମୁଁ ବି ସେଦିନ ଓଷା ଥିଲା, ଆଉ ଭାବିଥିଲି ପଳେଇବୁ ବୋଲି ଯାଇଥିଲୁ। ତାପରେ ଯାଇକି ସେଠି ମାଆଙ୍କ ଦର୍ଶନ ବହୁତ ଭଲସେ ମିଳିଥିଲା। ଦର୍ଶନ କ'ଣ କହିବି, ଏତେ ଭଲ ଦର୍ଶନ ମିଳିବ ବୋଲି ମୋର ବି ଆଶା ନଥିଲା। ତାପରେ ଦର୍ଶନ ଯାଇକି କରିଲୁ, କରି ସେଠି ପ୍ରସାଦ ବି ହେଉଥିଲା, ପ୍ରସାଦ ବି ଆମେ ଖାଇଥିଲୁ। ପ୍ରସାଦ ଖାଇକି ତାପରେ ଆମେ ସେଠି ବାହାରି ଆସିଥିଲୁ। ଆସିକି ଚନ୍ଦ୍ରଭାଗା ପାଖରେ ଯେହେତୁ ସି ବିଚ୍ ଥିଲା, ସେଇଠି ଟିକେ ଚନ୍ଦ୍ରଭାଗାରେ ଟିକେ ଇଏ ସେ ଗାଧାଗାଧି କରିଥିଲେ। ମୁଁ କିନ୍ତୁ ଗାଧାଗାଧି କରିଥିଲିନି, କାହିଁକିନା ମୋତେ କହିଥିଲି ଡ୍ରେସ୍ ନେବା ପାଇଁ, କିନ୍ତୁ ମୁଁ ନେଇନି, ଶାଢ଼ୀ ପିନ୍ଧି ପଳେଇଛି। ମାନେ ଏତେ ବଡ଼ ଧନରେ ପଶେଇଛି, ସେ ତାଙ୍କର ପଶେଇଲି, ମୁଁ ଧନରେ ପଶେଇଲି, କିନ୍ତୁ ଦେଖିଲା ବେଳକୁ ମୋର ମନେ ନାହିଁ ଯାହା ବି ହଉ। ତାପରେ ଟେନସନ୍ ଥିଲା କେମିତି ଶୀଘ୍ର ଶୀଘ୍ର ଆସିବି, ଛୋଟ ପିଲା ନା। ଏବେ କହୁଛି ମୁଁ ଆପଣମାନେ କ'ଣ ପାଇଁ ଆମେ ଯାଇଥିଲି ମଙ୍ଗଳା ମାଙ୍କ ମନ୍ଦିରକୁ। ମାନସିକ ଥିଲା କି କ'ଣ ଥିଲା କ'ଣ କହିବି। ମା କେତେ ବଡ଼ ବିପଦରୁ ମୋତେ ଉଦ୍ଧାର କରିଛନ୍ତି କହିପାରିବିନି। ଏମିତି ତ ମାନସିକ କ'ଣ ରଖନ୍ତି କହନ୍ତିନି ନା, ମାନସିକଟା କଥା କହୁନି, କିନ୍ତୁ ମାନସିକ ମୁଁ ରଖିଥିଲି ମାଙ୍କ ପାଖରେ ବହୁତ ଦିନର ଅଛି ମାନସିକ। ତାପରେ କ'ଣ ହେଇଛି ନା, ଏମିତିକା ଯେଉଁ ତାଙ୍କ ଦେହ ଖରାପ ହେଲା, ଧନର ଦେହ ବି ଖରାପ ହେଲା। ମନ ଭିତରେ ଭାରି ଏମିତି ବାର ଦେହ ଗୋଟେ ଖରାପ ହେଉଛି କ'ଣ ପାଇଁ ଏମିତିକା। ମୋର ବି ଦେହ ଖରାପ, ରୁଟ୍ କେନାଲ୍ ଯେଉଁ ଦାନ୍ତ ହେଲା କହୁଥିଲେ, ଦେଖିଥିଲେ ଆମର ମାନେ ମିନି ବ୍ଲଗ୍ରେ ରୁଟ୍ କେନାଲ୍ ବି ହେଇଥିଲା ଦାନ୍ତ। ମୁଁ ତ ଯେତେ ଡରୁଆ ନା, ଗୋଟେ ଇଞ୍ଜେକ୍ସନ୍ ନେବାକୁ ଏତେ ଡର। ତାପରେ ରୁଟ୍ କେନାଲ୍ ହେଲା, ତାକୁ ବି ଇଏ କଲୁ। ତାଙ୍କର ବି ଦାନ୍ତ ଟିକେ ହୋଲ୍ ଭଳିଆ ହେଇଥିଲା। ଏତେ ସବୁ ଇଏ ହେଇକି ମନ ଭିତରେ ବହୁତ ମାନେ ଇଏ ଲାଗୁଥିଲା, ଖରାପ ସମୟ ଆସିଲା, ଇଏ କଲେ ସେ କଲେ। ତାପରେ ସେଇଠୁ ମାନସିକ ବି ଏମିତି ଥିଲା। ତାପରେ ଆମେ ବାହାରିଥିଲୁ ଦିନ କ'ଣ ହେଇଛି ନା, ଦାନ୍ତ ଦେଖିବାକୁ ବୋଧେ ତାଙ୍କର କାମ ସରିଯାଇଥିଲା। ସଣ୍ଡେ ହେବ, ସଣ୍ଡେ ଦିନ ଆମେ ବାହାରିଥିଲୁ ଯିବୁ ଡକ୍ଟର କତିକି। ସେଦିନ ଡକ୍ଟର ଆମର ଥିଲେ, ସଣ୍ଡେ ଦିନ ବାହାରିଛୁ। ମୁଁ ଲାଲି ଡ୍ରେସ୍ଟେ ପିନ୍ଧିଥିଲି, ମନେ ଅଛି ସେଥିରେ ଲାଲି ଡ୍ରେସ୍ଟେ, ଓଢ଼ଣା ବି ମୁଣ୍ଡ ଦେଇଥିଲି କ'ଣ କେମିତି କରି। ତ ସେ ଗୋଟେ ଟି ସାର୍ଟ ଏମିତି ପିନ୍ଧିଥିଲି। ମୁଁ ଘରୁ ଜଷ୍ଟ ଆମେ ବାହାରିଛୁ, ଗ୍ୟାରେଜରୁ ଗାଡ଼ି କାଟୁଛୁ। ସେଇଠୁ ମଙ୍ଗଳା ମାଙ୍କର ଯେଉଁ ମୂର୍ତ୍ତି ଯେଉଁ ନେଇ ମୁଣ୍ଡେଇକି ଆସନ୍ତି, ଯେଉଁ ମାଙ୍କର ମୂର୍ତ୍ତି ଯିଏ ନେଇକି ଆସନ୍ତି, ପୂଜକ ବୋଧେ, ପୂଜକ କି କାଳିଶୀ ଯାହାଙ୍କୁ ଲାଗନ୍ତି, ସିଏ ବି ମୁଁ ଜାଣିନି ଠିକ୍ ସେ ଆସିଥିଲେ ଆମ କଲୋନୀକି। ସେ ଆସିଥିଲେ, ସେଇଠୁ ଆମେ ତାଙ୍କୁ ଯାଇ ଜୁହାର ହେଲୁ। ମୁଁ ଶୀଘ୍ର ଏଠୁ ଗଲି, ତାଙ୍କୁ ଯେମିତି ଦେଖିଲି ଦୌଡ଼ିକି ଜୁହାର ହେବାକୁ ଗଲି ମାଆଙ୍କୁ। ତାପରେ ସେଇଠୁ ସେ କହିଲେ ଯେଉଁ ଜୁହାର ହେଲେ, ସେଇଠୁ କହିଲେ ମା ବହୁତ ମାନେ ଅଛି ବୋଧେ ମନ ଇଏରେ। ମୁଁ କହିଲି ହଁ ବାବା ଏମିତିକା କହିଲିନି ତାଙ୍କୁ, ସାଙ୍ଗେ ସାଙ୍ଗେ କ'ଣଟା କହିବି। ତାପରେ ସେଇଠୁ କହିଲେ ଗୋଟେ କଥା କହିବୁ, କହୁନାହାନ୍ତି ନା, ତୁ ମାଆଙ୍କୁ ଗୋଟେ ଲୁଗା, 2 କେଜି ଚାଉଳ, ଆଉ 1 କେଜି ଡାଲି, ଆଉ ଦକ୍ଷିଣ ତ ସକ୍ଷମ ଅନୁସାରେ ଯାହା ଯେତିକି ଦେଉଛନ୍ତି। ମୁଁ ଶୁଣିକି ପୁରା ଆଶ୍ଚର୍ଯ୍ୟ। ସାଙ୍ଗେ ସାଙ୍ଗେ ଦେବା। ଚାଉଳ ବି ସେତେବେଳେ ଘରୁ ଆସିଥିଲାନି, ଏବେ ସିନା ଭାଇଘରେ ଯେଉଁ ଆସିଲି, ସାନ ଭଉଣୀରେ ସବୁ ଆସିଲି, ଚାଉଳ ନେଇ ଆସିଲି। ସେତେବେଳେ ଅରୁଆ ଚାଉଳ ଗୋଟେ ବି ଟୋଟାଲ୍ ବି ଥିଲାନି ଘରେ। ଯାହା ମୁଁ କିଣିକି ନେଇକି ଆସେ ସେଇଆକୁ ଗୁରୁବାରିଆ ଯାହା କରେ। ଟୋଟାଲ୍ ବି ଚାଉଳ ଥିଲାନି। ଚାଉଳ 2 କେଜି, ଡାଲି, ଶାଢ଼ୀ, ଆଉ ସାଙ୍ଗେ ସାଙ୍ଗେ ତାପରେ ଡକ୍ଟର ବି ସିଆଡ଼େ କହିଛନ୍ତି ସନ୍ଧ୍ୟାବେଳେ ଯିବା ପାଇଁ। ତ କ'ଣ କରିବା, ଡକ୍ଟର କତିକି ନା କୁଆଡ଼େ ଏମିତି ଯାଉଥିଲି, କ'ଣ ଇମ୍ପୋର୍ଟାଣ୍ଟ କାମ ଥିଲା। ତାପରେ ସେ କହିଲେ ଯେ ଯେଉଁଠୁ ଯାହା ଦେବା କଥା ଦକ୍ଷିଣା ଦେଲି, ଦେଇକି କହିଲି ବାବା ଆଉ ମୁଁ ତ ମନରେ ଅଛି ମାଆଙ୍କୁ ମୁଁ ଦେବି ଲୁଗା ଫୁଗା, କିନ୍ତୁ ଆଜି ଲୁଗା ଦେବି ଭୋଗରାଗ ଯାହା ମାଆଙ୍କର ଦର୍ଶନ କରିବି। ଆଜି ସାଙ୍ଗେ ସାଙ୍ଗେ
ଏବେ ତ ହେବନି, ଆପଣ ଖରା ହେବନି କିଛି। ମୁଁ କିନ୍ତୁ ସଂକ୍ରାନ୍ତି ହେବ ମାନେ ଆମ ସେପଟେ ସଂକ୍ରାନ୍ତି ନା ଏପଟେ ପୁନେଇ ନା, ସଂକ୍ରାନ୍ତି ହେଲେ ଆମ ସେପଟେ ଗୋଟେ ମାସ ହେବ, ଚୈତ୍ର ମାସ ଏପଟେ ପୁନେଇ। ଆଉ ହେଲା କତରୁ ଚୈତ୍ର ମାସ ଯାହା ବି ହେଲେ ଗୋଟେ ମଙ୍ଗଳାନୀ ମାଆଙ୍କ କତିରେ ଯାଇକି ଦେଇକି ଆସିବି। ସେଠୁ ସାର୍ କିଛି କହିଥିଲେନି ହେଲା, ସେ କିଛି କହିଲେନି, ଲାଗିଲା ମୋ ମନଟା କଷ୍ଟ ଲାଗିଲା। କହିଲେ ଯେ ଏତିକି ଖାଲି ମୁଁ ତୋତେ ମାନେ ମାଗିଥିଲି, ଏତେ ଲୋକ ଅଛନ୍ତି କଲୋନୀ, ମୁଁ ଦେଖୁନି କେତେ ହାଇ ଫାଇ ଲୋକ ଅଛନ୍ତି, ଲୋକ ଲକ୍ଷ ଲକ୍ଷ ଟଙ୍କା ଇନକମ୍ କରୁଛନ୍ତି, ଆଉ କାହାକୁ ମାଗିଥାନ୍ତି, ତୋତେ କ'ଣ ପାଇଁ ମାଗିଲି ଫାଷ୍ଟ କହିଲି। ଆଉ ତୋତେ ମୋର ମାଗିବାକୁ ମୋର ମନେ ହେଉଛି, ମାଗିବୁ କ'ଣ, ମାଆଙ୍କ କଥା ତ ତୁ ଦେ। ତାପରେ କହିଲେ ତଳେ, ତାପରେ ମୁଁ ଶୁଣିଲି ପୁରା ଇଏ କ'ଣ କରିବି କ'ଣ ନାହିଁ, ତାର ଭଲ ଲାଗିଲାନି କିଛି। ତାପରେ ସେଠୁ ଆମେ ବାବାଙ୍କୁ ଯେତିକି ଜଣାଥିଲୁ, ସେ ସେଠୁ ଆଗକୁ ଗଲେ, ଯାଇକି ତାଙ୍କର ମାଗିକି ନେଇକି ଗଲେ। ତାପରେ ମୁଁ ମାଆଙ୍କୁ ଫୋନ୍ କଲି, ମାଆଙ୍କୁ ଫୋନ୍ କଲି, ବୋଉକୁ ବି ଫୋନ୍ କରି କହିଲି ଏମିତିକା ନନା ମାଗୁଥିଲି କ'ଣ କରିଥାନ୍ତି। ମାଆ ସେଠୁ କହିଲେ ଆଉ ମାନସିକ କରୁଥିଲୁ, ମୁଁ କହିଲି ହଁ ମାନସିକ ତ ଏମିତିକା ଥିଲା। ଆଉ ମାଆ କହିଲି ସାଙ୍ଗେ ସାଙ୍ଗେ ତ ଦେଇଦେବୁ ନା, ମନେ ରଖିଥା, ମଙ୍ଗଳବାର ଦିନ ଯେଉଁ ଚୈତ୍ର ମାସର ମଙ୍ଗଳବାର ହେଲେ ଯାଇକି ଦୁଇ ଜଣ ଦର୍ଶନ କରି ଆସିବ। ଆଉ ସେଇଥିପାଇଁ ଆମେ ଦୁଇ ଜଣଙ୍କର ମାନସିକ ଥିଲା, ପ୍ଲସ୍ ମାଆ ବି ଏମିତିକି ଆଶୀର୍ବାଦ କଲେ, ଯାଇକି ଦର୍ଶନ କରିକି ଆସିଲୁ। ଆଉ ସେ ବାବା ଯିଏ କହିଥିଲି ସେଇ ମନ୍ଦିରର କି କେଉଁ ମନ୍ଦିରର ମୁଁ ବି ଜାଣିନି, ଏମିତି ବି ଆମର ନଥିଲେ ଆମେ କାକଟପୁର ମଙ୍ଗଳା ଯିବୁ ବୋଲି। ମଙ୍ଗଳା ମାଆ ହେଲେ ଯେଉଁ ମଙ୍ଗଳା ମାଆ ସେଇଠି ଦେଲେ ବି ଚଳିବ ମାଆ କହିଲେ। ଆଉ ତାପରେ ଏମିତିକା ବି ସେ କହିଲେ ହଁ କାକଟପୁର, ତାଙ୍କ ସାଙ୍ଗ ଜଣେ କିଏ କହିଲେ ଯେ ଯଦି ଯାଉଛ କାକଟପୁର ମଙ୍ଗଳା ମାଆ ଯାଅ, ସେଇଠି ବି ପ୍ରତ୍ୟକ୍ଷ ଦେବି। ଆଉ ସେତେବେଳେ କହିଲେ ତାପରେ ଯେତେବେଳେ କହିଲେ ଆମେ ସେଠୁ ତାପରେ ଯାଇକି ଦେଇକି ଆସିଲୁ ମାଆଙ୍କ ପାଖରେ। ମୁଁ ତ ଜାଣିନି ବି ଆଉ କ'ଣ ସବୁ ନିଆଯାଇଛି। ତାପରେ ସେଇଠି ଶାଢ଼ୀ ଦିଆ ହେଇଥିଲା, ଅରୁଆ ଚାଉଳ ନେଇକି ଯାଇଥିଲି, ଆଉ ନନାଙ୍କୁ ଦକ୍ଷିଣା ଦେଇଥିଲି, ଭୋଗ ଯାହା ହେବା କଥା ହେଇଥିଲା। ଆଉ ମାଆଙ୍କର କ'ଣ ଗୋଟେ ଯେଉଁ ଗାଧୁଆ ଜିନିଷ, ଯେମିତିକି ଆପଣଙ୍କର ଚୁଆ ଚୁଆ ଅଗରୁ ଅଳତା ସିନ୍ଦୁର ଠାକୁରାଣୀ ଗାଧୁଆ ଏମିତିକା ଗୋଟେ ପୁଟୁଳା ସେଇଟା ଦରକାର ହେଇଥିଲା। ଆଉ କ'ଣ ଦରକାର ହେଇଥିଲା, ଆଉ କିଛି ନାହିଁ। ଏତିକି ତ ବହୁତ କମ୍ ପଇସା, ଯେତିକି ବି ସକ୍ଷମ ହେବ ଆପଣ ଦେବେ, ସେମିତି ବି କିଛି ନାହିଁ। ମୁଁ ମୋ ସକ୍ଷମ ଅନୁସାରେ ହିଁ ଦେଇଥିଲି। ତାପରେ ଦକ୍ଷିଣା ନନାଙ୍କୁ ନିଜ ସକ୍ଷମ ଅନୁସାରେ ଆମେ ଦେଇଥିଲୁ, ଦେଇକି ନନାଙ୍କ କତିରୁ ବିଦାୟ ନେଇକି ଆମେ ଆସିଲା ବେଳେ ତ ଏମିତି ହେଲା। ତାପରେ ବେଶୀ ବି ରାତି ହେଇନଥିଲା, ସନ୍ଧ୍ୟା ହେଇଯାଇଥିଲା ସେ ଠିକ୍ ଟାଇମ୍ରେ ପହଞ୍ଚିକି ଘରେ ଆସିକି ବି ସନ୍ଧ୍ୟା ଦେଇଥିଲି। ସେଦିନ ମଙ୍ଗଳବାର ଥିଲା ନା, ସନ୍ଧ୍ୟା ଦେଇଥିଲି। ଧନ ଆସିକି ଖେଳିଥିଲା, ଦାଣ୍ଡ ଯାଇକି ଖେଳିଥିଲା। ଏତିକି ମୋର କହିବାର ଥିଲା। ତାପରେ ଆଜି ଭାବୁଥିଲି ଭିଡ଼ିଓ କରିବିନି, ମୋ ସାଙ୍ଗ ଜଣେ କହିଲି କ'ଣ ଭିଡ଼ିଓ ଛାଡ଼ି ଦେଇଛୁ ଯେ ଗୋଟେ, ଦେଖିଲା ବେଳକୁ କହିବୁ ବୋଲି କ'ଣ ଅଧା ଭିଡ଼ିଓ କରି ରଖିଦେଇଛୁ। ବୋଲି କ'ଣଟା ଅଧା ଭିଡ଼ିଓ କ'ଣଟା କଲି, ଆଉ ଅଧା ଭିଡ଼ିଓ କଲୁ, ତୁ ସେଦିନ କହିଲୁ ଜଣେଇବୁ ବୋଲି, ତାପରଦିନ କ'ଣ ସବୁ ଭିଡ଼ିଓ ଛାଡ଼ୁଛୁ ଏମିତି ସେମିତିକା। ମୁଁ ହଉ ଠିକ୍ ଅଛି ଆଉ। ତାପରେ ସେଠୁ ଭାବିଲି ଆଜି କରିବି ବୋଲି, ଆଜି ଭିଡ଼ିଓଟା କରିବି ବୋଲି। ଆଉ ଯଦି ମୋର এই ଭିଡ଼ିଓଟା ଆପଣମାନଙ୍କୁ ଭଲ ଲାଗିବ ତାହେଲେ ଲାଇକ୍ କମେଣ୍ଟ ସବସ୍କ୍ରାଇବ୍ ସେୟାର କରି ଜମା କରିବେନି। ରଖୁଛି, ନମସ୍କାର, ଜୟ ଜଗନ୍ନାଥ, ଓମ୍ ନମଃ ଶିବାୟ।